नमस्कार ମୁଁ ଆଲୋକ ସ୍ୱାଗତ କରୁଛି ପୁଣି ଏକ ଭିଡ଼ିଓରେ ଆପଣମାନଙ୍କୁ। ତ ଆପଣମାନେ ଯେମିତି ଦେଖୁଛନ୍ତି ସ୍କ୍ରିନ୍ ଉପରେ ଦରମା ବଢ଼େଇଲେ ମୋହନ ସରକାର। ସକାଳୁ ଏ ଖବରଟି ଆଜି ସମସ୍ତଙ୍କ ମୋବାଇଲରେ ଆଉ ନ୍ୟୁଜ୍ ଚ୍ୟାନେଲରେ ବି ଆପଣମାନେ ଦେଖିଥିବେ। ତ ମୁଖ୍ୟ କଥା ହେଉଛି ଦରମା ବଢ଼ିଛି କେଉଁମାନଙ୍କର, ଯେଉଁମାନେ ଗ୍ରାମରକ୍ଷୀ ଅଛନ୍ତି। ଗ୍ରାମରକ୍ଷୀ କେଉଁମାନେ ଆପଣମାନେ ନିହାତି ଜାଣିଥିବେ ଅଳ୍ପ ବହୁତ। ଯେଉଁମାନେ ଗୃହରକ୍ଷୀ ଆପଣମାନେ ଜାଣିଛନ୍ତି, ହୋମଗାର୍ଡ଼ ଏବେ ରିସେଣ୍ଟଲି ରିକ୍ୱାରମେଣ୍ଟ ଚାଲିଛି, ନୋଟିଫିକେସନ୍ ଆସୁଛି, ଜଏନିଂ ଚାଲିଛି, ଏସବୁ ଚାଲିଛି। ତ ଗ୍ରାମରକ୍ଷୀ ଆଉ ଜଣେ ରହିଛନ୍ତି କେଉଁମାନେ, ପ୍ରତି ଗାଁରେ ପାଖାପାଖି ଜଣେ ଲେଖାଏଁ ଗ୍ରାମରକ୍ଷୀ ଥାଆନ୍ତି। ତ ସେମାନଙ୍କର ଦରମା ବଢ଼ିଛି। ସେମାନଙ୍କର ଯେଉଁ ଦରମା ଥିଲା, ପୂର୍ବରୁ ଦରମା ଥିଲେ ତାଙ୍କର 1800। ସେମାନଙ୍କର ପୂର୍ବରୁ 1800 ଟଙ୍କାର ଦରମା ଥିଲା, ପ୍ରତି ମାସରେ ଦରମା ପାଉଥିଲେ। ଦେନ୍ ଏବେ ତାଙ୍କର ବଢ଼ିକି ରହିଯାଇଛି, ଏବେ ତାଙ୍କୁ ବଢ଼ାଯାଇଛି ଦରମାଟାକୁ ସେମାନଙ୍କର, ଏବଂ ସିଧାସଳଖ ସେମାନଙ୍କର ଦରମା କରାଯାଇଛି 2500 ଟଙ୍କା ପର୍ ମନ୍ଥ, ବା ପ୍ରତି ମାସରେ ସେମାନଙ୍କୁ 2500 ଟଙ୍କା ମିଳିବ। ଆପଣମାନେ ଭାବୁଥିବେ ଯେ ଏତେ କମ୍ ପଇସା କାହିଁକି ମିଳୁଛି। ଆକ୍ଚୁଆଲି ମାନେ ଦେଖନ୍ତୁ, ଦରମା ତ ବହୁତ ବଢ଼ିଆ କଥା, କିନ୍ତୁ ସରକାରଙ୍କ ନିଷ୍ପତ୍ତି, ଆମ ହାତରେ କିଛି ନାହିଁ, ଆମେ କିଛି କରିପାରିବାନି। କିନ୍ତୁ ପୂର୍ବ ସରକାରରେ ଗ୍ରାମରକ୍ଷୀମାନେ ବହୁତ ରିକ୍ୱେଷ୍ଟ କଲା ପରେ ବି କିଛି ଶୁଣୁନଥିଲେ। ଯାହା ହଉ ଏବେ ନୂଆ ସରକାର ଆସିଲା ପରେ ଏବେ ସେମାନଙ୍କର ସାଲାରୀକି ଯାହା ହଉ ବଢ଼େଇଛନ୍ତି। ଦେଖନ୍ତୁ, ଗ୍ରାମରକ୍ଷୀମାନଙ୍କର ମୁଖ୍ୟତଃ କାମ ହେଉଛି ସେମାନେ ଗାଁର ଯେଉଁ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଏ, ବା ପୋଲିସ ଡିପାର୍ଟମେଣ୍ଟର କହିବାକୁ ଗଲେ ମୂଳଦୁଆଟି ହେଉଛି ଆରମ୍ଭ କେବଳ ମାନେ ଏଇ ଗ୍ରାମରକ୍ଷୀଠାରୁ ହିଁ ଆରମ୍ଭ ହେଉଛି। ପୋଲିସ ସେବାର ଯେଉଁ ରହିଛି ମୂଳ ଲକ୍ଷ୍ୟ, ତ ଏଇଠୁ ହିଁ ତାଙ୍କର ଷ୍ଟାର୍ଟିଂ ଆରମ୍ଭ ହେଉଛି। କାରଣ ଏମାନଙ୍କ ଯୋଗୁଁ ହିଁ ପ୍ରଥମରୁ ଆପଣଙ୍କ ଯଦି ଗୋଟେ କେସ୍ ହୁଏ ଥାନାରେ, ତ ପ୍ରଥମେ ଗ୍ରାମରକ୍ଷୀମାନଙ୍କୁ ଖବର ଦିଆଯାଏ। ସେମାନେ ଖବର ନିଅନ୍ତି। ସେମାନେ ଖବର ନେଇକି ଡିଟେଲ୍ସ ଦେଲା ପରେ ଗୋଟେ ଚୋର ଧରିବା ପାଇଁ ହେଉ, କିମ୍ବା ଗାଁରେ ଗୋଟେ ଝଗଡ଼ା ହେଲା, କି ଗାଁରେ କୌଣସି ସିଚୁଏସନ୍ ହେଲା, ତ କି ଲ ଆଣ୍ଡ ଅର୍ଡ଼ର ସିଚୁଏସନ୍ ହେଲା, ଏସବୁର ଖବର ପ୍ରଥମେ ଗୋଟେ ଗ୍ରାମରକ୍ଷୀ ଥାନାକୁ ହିଁ ଜଣାଇଥାଏ। ତ ଏମାନଙ୍କର ଡ୍ୟୁଟି ସ୍ପେଶାଲି ସେମିତି କିଛି ନଥାଏ। ସେମାନେ ପ୍ରତିଦିନର ଡ୍ୟୁଟି ସ୍ପେଶାଲି କିଛି ନଥାଏ। ସେମାନେ ପ୍ରତି ମାସରେ ହେଉ କି 10 ଦିନ 15 ଦିନରେ ଏମିତି ସବୁ ଥାନାକୁ ଯାଆନ୍ତି। ଆଉ ଯାହା ଡିଟେଲ୍ସ ସେମାନେ ଯାହା ଡାଟା କଲେକ୍ସନ୍ କରିଥାନ୍ତି, ସେଇଟା ସବୁ ଥାନାକୁ ସେମାନେ ଦିଅନ୍ତି। ମନେ କରନ୍ତୁ ଗୋଟେ ଗାଁରେ ଚୋରା ମଦ କାରବାର ହେଉଛି, ପୋଲିସ ତ ଆଉ ସବୁଆଡ଼େ ନଜର ରଖିପାରିବେନି। ଗୋଟେ ଥାନାରେ ଷ୍ଟାଫ୍ ରହୁଛନ୍ତି 10ରୁ 12 ଜଣ କି 15 ଜଣ, ସମସ୍ତେ ତ ସବୁଆଡ଼େ ନଜର ରଖିପାରିବେନି। ତ ସେଥିପାଇଁ ଯେଉଁ ଗ୍ରାମରକ୍ଷୀମାନେ ଥାଆନ୍ତି, ସେମାନେ ଏଇ ଖବର ଗୁଡ଼ିକ ଦିଅନ୍ତି, ବା ଯେକୌଣସି ଚୋରି ହେଉ ଯାହା ହେଉ, ଯେହେତୁ ସେମାନେ ଗାଁର ବାସିନ୍ଦା, ପ୍ରାୟ ସେମାନେ ସବୁ କଥା ଗାଁ ବିଷୟରେ ଜାଣିଥାନ୍ତି, ଏବଂ ପୋଲିସକୁ ସହଜ ହୁଏ ଗ୍ରାମରକ୍ଷୀଙ୍କ ମାଧ୍ୟମରେ ଖବର ନେବା ପାଇଁ, ବା ଖବର କିଛି ସଂଗ୍ରହ କରିବା ପାଇଁ। ତ ଏମାନଙ୍କର ଦରମା ପୂର୍ବରୁ 1800 ଟଙ୍କା ଥିଲା। ତ ଏବେ ମୋହନ ସରକାର ଦରମା ବଢ଼େଇଛନ୍ତି, ଯେଉଁଟାକି ଦରମା ଆପଣଙ୍କର 2500 ଟଙ୍କା ହେଇଛି। 1800 ଟଙ୍କା ଥିଲା, ତ ସେମାନଙ୍କର 2500 ଟଙ୍କା ହେଇଛି। ପୂର୍ବରୁ ବହୁତ ସେମାନଙ୍କର ଦାବି ରହିଥିଲା, ରାସନ ସାମଗ୍ରୀ ପାଇଁ ବି ଦାବି ରହିଥିଲା। ତ ତାକୁ କିଛି ମାତ୍ରାରେ ସରକାର ବୃଦ୍ଧି କରିଛନ୍ତି। ଯାହା ହଉ ଧନ୍ୟବାଦ, ସେମାନଙ୍କ ଦୁଃଖ କଥା ଶୁଣୁଛନ୍ତି। ଆଉ କିଛି ପିଲା ମେସେଜ୍ ମୋତେ କରିଛନ୍ତି ଯେ ଭାଇ ଏ ଗ୍ରାମରକ୍ଷୀର ରିକ୍ରୁଟମେଣ୍ଟ କେମିତି ହୁଏ। ଏଇଟା ଏବେ ତ ଆସୁନାହିଁ, କିନ୍ତୁ ପୂର୍ବରୁ ବହୁତ ପୂର୍ବରୁ ସେତେବେଳେ ମାନେ ଗ୍ରାମରକ୍ଷୀ ଗାଁର ଯେଉଁମାନେ ଟିକେ ମାନେ ପୁରା ନିମ୍ନ ଆୟର ଚଳୁଥାନ୍ତି, ତ ସେମାନଙ୍କୁ ଥାନା ପକ୍ଷରୁ ବା ଗାଁ ପକ୍ଷରୁ ସିଲେକ୍ସନ୍ କରାଯାଏ। ସେଇମାନଙ୍କୁ ପୋଷ୍ଟିଂ ଦିଆଯାଇଥାଏ ଥାନାମାନଙ୍କରେ। ତ ସେମାନଙ୍କର ଡ୍ୟୁଟି ହେଲା ସେମାନେ ଗାଁର ଯାହା ଇନଫର୍ମେସନ୍ ଥାନାକୁ ଦେବେ। ତ ଥାନାକୁ ଦେଲା ପରେ ସେମାନେ ମାସକୁ 1800 ଟଙ୍କା, ଏମିତି ବି ଉପରସ୍ଥ ଅଧିକାରୀ ଆଉ ସେମାନଙ୍କର ଥାଆନ୍ତି, ସେମାନେ ହିଁ ହେଲ୍ପ କରନ୍ତି। ଆଉ ନେକ୍ସଟ ତ 1800 ଟଙ୍କାରେ ଗୋଟେ ଚଳିବା ଲୋକ ବହୁତ କଷ୍ଟ, ଆପଣମାନେ ଜାଣିଛନ୍ତି। 1800 ଟଙ୍କାଟା ଗୋଟେ ଲୋକ ପାଇଁ ବହୁତ କଷ୍ଟ, ବର୍ତ୍ତମାନ ସମୟରେ ତ ବହୁତ କଷ୍ଟ ଆପଣମାନେ ଜାଣିଥିବେ। କିନ୍ତୁ ଏବେ ସରକାର ତାଙ୍କ ଡ୍ୟୁଟିକି ଲକ୍ଷ୍ୟ କରିକି ସେମାନଙ୍କର ଦରମାକୁ ବୃଦ୍ଧି କରିଛନ୍ତି, ଏବଂ 2500 ଟଙ୍କା କରାଇଛନ୍ତି। 2500 ଟଙ୍କା ମୋ ମତରେ ବି ଆପଣମାନେ ଭାବୁଥିବେ କିଛି ବି ନୁହଁ। 2500 ଟଙ୍କାରେ ଆପଣମାନେ ଯିବା ଆସିବା କରିଗଲେ, ମାନେ 2-4 ଥର ମାସକୁ ଯିବା ଆସିବା କରିଗଲେ, ଏବେ ତ ରୁଲ୍ ସେମାନେ ଯେହେତୁ ଦରମା ବଢ଼େଇଲେ, ତା ସହିତ ଗୋଟେ ଡ୍ୟୁଟି ବି ଦେବେ। ତ ସେମାନେ କହିଦେଇଛନ୍ତି ଯେ ବର୍ତ୍ତମାନ ଆପଣ ସପ୍ତାହକୁ ଗୋଟେ ଥର ଯାଇକି ଥାନାରେ ଉପସ୍ଥାନ ଆପଣଙ୍କୁ ଦେବାକୁ ପଡ଼ିବ ନିହାତି, ବା ଗୋଟେ ଥର ଯାଇକି ଦେଖା କରିବାକୁ ପଡ଼ିବ ନିହାତି। ତ ଆଗରୁ କ'ଣ କି 15-20 ଦିନ, ମାସେ କି 1.5 ମାସରେ ଥରେ ସେମାନେ ଯାଉଥିଲେ। ଏମିତି ସେମାନଙ୍କ ଉପରେ ବେଶୀ ଫୋକସ୍ କାହିଁ କରନ୍ତି ନାହିଁ, ଯେହେତୁ ସାଲାରୀ ବହୁତ କମ୍ ଥାଏ ସେମାନଙ୍କର, ସେଥିପାଇଁ ବି ସମସ୍ତେ ପ୍ରେସରାଇଜ୍ କରନ୍ତିନି। ତ ଏବେ ଯେହେତୁ ଦରମା ଟିକେ ବଢ଼େଇଛନ୍ତି, ଦରମା ବଢ଼ାଯାଇଛି, ତ ନିହାତି ଭାବରେ ସେମାନଙ୍କୁ ପ୍ରତି 7 ଦିନରେ ଥରେ ଯାଇକି ଦେଖା କରିବାକୁ ପଡ଼ିବ ନିହାତି ଥାନାରେ। ତ ଏଇଟା ତାଙ୍କର ନର୍ମାଲ୍ ଡ୍ୟୁଟି। ଗାଁମାନଙ୍କରେ ଲ ଆଣ୍ଡ ସିଚୁଏସନ୍ ଅର୍ଡ଼ରକୁ ସେମାନେ ଟିକେ ଦେଖିବେ, ଏବଂ କ'ଣ ହେଲା ନହେଲା ତାର ଖବର ଦେବେ ଥାନାକୁ। ଏଇଟା ରହିଛି ସେମାନଙ୍କର ପ୍ରାୟ ବେସିକ୍ ଡ୍ୟୁଟି। କହିବାକୁ ଗଲେ ଆପଣ ଗାଁରେ ରହିବେ,
जहाँ सिचुएसन को लेकिन आपन को थाना को ओनली इनफॉरमेशन देबे। तो ये थिला दरमा वृद्धि प्रसंग एते बड़ नहेले भी जहाँ हो किछि मात्रा तो से आश्वस्ति लाभ करथिबे निहाती। तो आशा करिबा ए दरमाटी जो बढ़ीची एटा भी आगु को आहुर टिके अधिका हो, कारण 2500 टंकार भी चलिबाटा बहुत कष्टकर सेमानक पई। तो ये थिला अपडेट, जहाँ हो सरकार को धन्यवाद। किछि मात्रा रे आश्वस्ति लाभ करछंती ग्रामरक्षी माने। तो आपण माने चैनल को एमती भल पाइबा दउथांतु, वीडियो को मधे शेयर करथांतु। परवर्ती अपडेट आपण मानक पई